କନ୍ଧମାଳ ଯୁବକ ଅପହରଣ ଘଟଣା ପୁରୀରେ ତୁମୁଡ଼ିବନ୍ଧ ପୂର୍ବତନ ଅଧ୍ୟକ୍ଷ। କନ୍ଧମାଳ ଜିଲ୍ଲାର ଫିଲିମୋନ ଦିଗାଲ ନାମକ ଯୁବକ ଅପହରଣ ହୋଇଥିବା ଘଟଣାର ତଦାରଖ କରିବା ନିମନ୍ତେ ତୁମୁଡ଼ିବନ୍ଧ ବ୍ଲକର ପୂର୍ବତନ ଅଧ୍ୟକ୍ଷ, କୁତମଗଡ଼ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶିରିଷ ଚନ୍ଦ୍ର ମଲ୍ଲିକ ପୁରୀ ଜିଲ୍ଲା ଗଡ଼ିସାଗୋଦା ଥାନା ଅନ୍ତର୍ଗତ କଟକଣା ଗାଁରେ ପହଞ୍ଚିଥିଲେ। ପୂର୍ବ ଅଧ୍ୟକ୍ଷା ନିଜ ସମର୍ଥକ ଓ ଅଞ୍ଚଳ ଲୋକଙ୍କ ସହ ଏକ ତଦନ୍ତ ଟିମ୍ ଗଠନ କରି ଉକ୍ତ ଘଟଣାର ତଦନ୍ତ କରି ଘଟଣା ବିଷୟରେ ଥାନା ଭାରପ୍ରାପ୍ତ ଅଧିକାରୀ ଶାନ୍ତନୁ କୁମାର ସାହୁଙ୍କ ସହ ଘଟଣା ବିଷୟରେ ଆଲୋଚନା କରିଥିଲେ ଏବଂ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଉକ୍ତ ଟିମ୍ରେ କୁରୁକୁଡୁପା ସରପଞ୍ଚ ବିଶେଷଣ ମାଝୀ ଓ ସମିତି ସଭ୍ୟ ବିନୁଙ୍ଗା ମାଝୀ, ନାଦିର ଦିଗାଲ, ଡକ୍ଟର ବିଶ୍ୱଜିତ ମାଝୀ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଘଟଣାର ଦୀର୍ଘ ଦିନ ହୋଇଥିଲେ ସୁଦ୍ଧା ଯୁବକର ପତ୍ତା ପାଉନି, ଏନେଇ ପୁରୀ ଜିଲ୍ଲା ପୁଲିସର ଦୁର୍ବଳତା ପ୍ରକାଶ ହେଉଛି। ଦେଖନ୍ତୁ, ଏହା ତ ଆମ ପାଇଁ ଏକ ବହୁତ ଦୁଃଖର ବିଷୟ। ଆମେ ଯେତେବେଳେ 9 ତାରିଖ ଦିନ ଖବର ପାଇଲା ପରେ ଆମେ ରାତିରେ ଆସିଲା ପରେ ଆମର 10 ତାରିଖ ଏଫଆଇଆର୍ ଦିଆହେଲା। ଏଫଆଇଆର୍ ଦେଲା ପରେ ଆମର ଏଇ ଜାଗାରେ ସେ ଝିଅର ବାପା ଆଉ ପୁଅକୁ ଧରିକି ଆସିକି ଏଠି ବାହନ ଗାଡ଼ି ବାହନ କରି ଏଠି ସେ ଡାକିକି ଏଠି ଜାଗାରେ କିଡ଼ନାପ୍ ହେଇଛି। ସେଥିପାଇଁ ଆମେ ଆଉ ଥାନାରେ ଏତଲା ଦେଲା ପରେ ଆଜି ପର୍ଯ୍ୟନ୍ତ କୌଣସି ଆକ୍ସନ୍ ହେଇନଥିଲା, କିନ୍ତୁ ତଥାପି ଆପଣମାନଙ୍କର ସମସ୍ତ ସହଯୋଗରେ ଆଜି ଆମେ ଆସିଲା ପରେ ଏସ୍ପିଙ୍କ ନଜରକୁ ପ୍ରସ୍ତାବ ନିଆଯାଇଛି ଆଉ ଏସ୍ଡିପିଓ ନଜରରେ ମଧ୍ୟ ଯାଇଛି। ଆଉ ଆଜି ସେ ଗୋଟେ ଭଲ ବିଷୟ କହିଛନ୍ତି। ମୁଁ ଏ ବିଷୟରେ ଭଲ ଇନଭେଷ୍ଟିଗେସନ୍ କରୁଛି ଆଉ ନିହାତି ସନ୍ଧ୍ୟା ସୁଦ୍ଧା ମୁଁ କୌଣସି ବିଷୟକୁ ଜଣାଇବ ବୋଲି କହିଛନ୍ତି। ସେଥିପାଇଁ ଆମେ ଆଶାବାଦୀ ଅଛୁ, ନିହାତି ଆମର କୌଣସି ଖବର ଗୋଟେ ପାଇବ ବୋଲି ଆଶାରେ ଆମେ ଅଛୁ। ବର୍ତ୍ତମାନ ଆମର ଯେଉଁ କନ୍ଧମାଳ ଜିଲ୍ଲାର କୁରୁକୁଡୁପା ପଞ୍ଚାୟତରେ ଏକ ବୈଠକ ହୋଇଥିଲା। ଉକ୍ତ ବୈଠକରେ ଯାହା ସର୍ଜବିନ ତଦନ୍ତ କରି ଗୋଟେ ଏକ ରିପୋର୍ଟ ପ୍ରସ୍ତୁତ କରୁ, ଯାହାକି ସମ୍ପୃକ୍ତ ଜିଲ୍ଲା ଅଧିକାରୀମାନେ, ଯାହା ଜିଲ୍ଲାପାଳ ଆଉ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏସ୍ଡିପିଓ ସାର୍ଙ୍କୁ ଆମେ ଦେବା ପାଇଁ ଚେଷ୍ଟା କରିବା ପାଇଁ ଗୋଟେ ନିଷ୍ପତ୍ତି ନିଆଗଲା ଏବଂ ତୁରନ୍ତ ଅପହୃତ ଆଉ ଆମର ଯେଉଁ ଅପହୃତ ପୁଅକୁ ଉଦ୍ଧାର କରିବା ପାଇଁ ଆମେ ଗୋଟେ ପ୍ରଶାସନ ଉପରେ ଚାପ ପକାଇବା ପାଇଁ ଆମେ କଥାବାର୍ତ୍ତା କରିକିରି ଆସିଲୁ। ଆଜି ଯେଉଁଠୁ ଅପହୃତ ହୋଇଥିଲା ଆମ ପୁଅ, ଆଉ ସେଇ ଜାଗାକୁ ଆମେ ଆସିଛୁ। ଆଉ ଏଇ ଟିମ୍ରେ ସେ ବିଶେଷଣ ମାଝୀ ଯିଏ ସରପଞ୍ଚ କୁରୁକୁଡୁପା, ବିନୁଙ୍ଗା ମାଝୀ ସମିତି ସଭ୍ୟ କୁରୁକୁଡୁପା ଏବଂ ରାଜେନ୍ଦ୍ର ଦିଗାଳ ଏବଂ ଶତାଧିକ ଯୁବକ ଏବଂ ସ୍ୱେଚ୍ଛାକୃତ ଭାବରେ ଅନେକ ବନ୍ଧୁମାନେ ଆସିଛନ୍ତି। ସେ ସହିତ ମିଡ଼ିଆ ବନ୍ଧୁମାନେ ବି ଆସିଛନ୍ତି। ଆମେ ସର୍ଜବିନ ତଦନ୍ତ କଲା ପରେ ବର୍ତ୍ତମାନ ଯାଇ ସମ୍ପୃକ୍ତ IIC ସାର୍ଙ୍କୁ ଭେଟିବୁ ଆଉ କ'ଣ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ତା ଉପରେ ଆମେ ପଚାରି ବୁଝିବୁ। ଆଉ ତଦନୁସାରେ ଯଦି ଆମର ସନ୍ତୋଷ ହେଲା ତଦନ୍ତରେ ତାହେଲେ ତ ଠିକ୍, ନହେଲେ ଆମେ ଏସ୍ପିଙ୍କ ନିକଟକୁ ଯିବୁ, ଏସ୍ଡିପିଓଙ୍କ ନିକଟକୁ ଯିବୁ। ଦରକାର ପଡ଼ିଲେ ସମ୍ପୃକ୍ତ ଥାନା ଆଗରେ ଅନୁସରଣ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇ ଆସିଛୁ। ଝିଅର ବୟାନ ଅନୁସାରେ ଉକ୍ତ ସମ୍ପୃକ୍ତ ଅପହରଣ ଘଟଣାରେ ଝିଅର ବାପା ଏବଂ ସମ୍ପୃକ୍ତ ପରିବାର ଦାୟୀଥିବା ଆଉ ଆମେ ଅନୁଭବ କରିଥିଲୁ। ଆଉ ଆମେ ଯାଇଥିଲୁ ଥାନା ଅଧିକାରୀଙ୍କ ସହିତ, IICଙ୍କ ସହିତ ଆଲୋଚନା କରିଥିଲୁ। ଥାନା ଅଧିକାରୀ ବି ସ୍ୱୀକାର କରିଛନ୍ତି ଯେ ଏଥିରେ ଆଉ ଝିଅର ବାପା ସହିତ ତାଙ୍କ ସମ୍ପୃକ୍ତ ପରିବାର ସମ୍ପୃକ୍ତ ଥିବାର ସେ ଅନୁଭବ କରୁଛନ୍ତି। ତେଣୁ ସେ ଅନୁଧ୍ୟାନ କରୁଛନ୍ତି ଏବଂ ତୁରନ୍ତ ଅପହରଣରୁ ତାଙ୍କୁ ଉଦ୍ଧାର କରିବା ପାଇଁ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବୋଲି ସେ କହିଲେ। ଆମେ ମଧ୍ୟ ଆଉ ତାଙ୍କର ସମସ୍ତ କାର୍ଯ୍ୟକୁ ଦେଖିଲୁ। ସେ ଯାହା ଷ୍ଟେପ୍ ନେଇଥିଲେ ବର୍ତ୍ତମାନ ସୁଦ୍ଧା ନେଉଛନ୍ତି, ଆଉ ସେଥିରେ ଆମକୁ ସନ୍ତୋଷଜନକ ଆମେ ଅନୁଭବ କଲୁ। ଆଉ ପ୍ରଶାସନ ଉପରେ ଆମର ଭରସା ନିଶ୍ଚିତ ଭାବରେ ଆଉ ଅପହୃତ ଯୁବକଙ୍କୁ ଉଦ୍ଧାର କରି ଆମ ପୁଅକୁ ଆମକୁ ହସ୍ତାନ୍ତର କରିବ ବୋଲି ଆମେ ଆଶା ଓ ଭରସା ପ୍ରଶାସନ ଉପରେ ରଖିଛୁ। ଏଇଟା ତ ଆମର ଗୋଟେ କିଡ଼ନାପିଂ ହେଡ଼୍ ଗୋଟେ କେସ୍ ହେଇଛି 19/26। ଏଥିରେ ପୁଅ ଫିଲିମୋନ ସେଦିନ ସନ୍ଧ୍ୟାରେ ଯାଇଥିଲା ତା ୱାଇଫ୍କୁ କହିକି ବାହାରୁ, କିନ୍ତୁ ଆଉ ପରବର୍ତ୍ତୀ ମୁହୂର୍ତ୍ତରେ ନା ଫିଲିମୋନ ଆସିଲା ନା ପୁଅର ଶ୍ୱଶୁର ଯିଏ ଝିଅର ବାପା
ସେ ବି ଆସିଲେନି, ଘରକୁ ଫେରିଲେନି, ଯେହେତୁ ଏଇଟା ସେ ରିପୋର୍ଟରେ ଗୋଟେ ଝିଅ ଦେଇଛି, ଗୋଟେ ରିପୋର୍ଟ ଦେଇଛି, ତା ନାମରେ 19/26 ଗୋଟେ କେସ୍ ହେଇଛି, ଇନଭେଷ୍ଟିଗେସନ୍ ଚାଲୁଅଛି। ଆମେ ଯଥାଶୀଘ୍ର ଚେଷ୍ଟା କରୁଛୁ ପୁଅକୁ ଟ୍ରେସ୍ କରିବା ପାଇଁ। ସାର୍ ଦେଖିବା ମିଳୁଛି ଯେଉଁମାନେ କହିବା ବାହାର ଡିଷ୍ଟ୍ରିକ୍ଟର ବୋଲି ସେଥିପାଇଁ ଅଣଦେଖା କରାଯାଉଛନ୍ତି ଯାହା ଅଭିଯୋଗ। ନାଇଁ ନାଇଁ, ସେମିତି ବାହାର ଡିଷ୍ଟ୍ରିକ୍ଟ କି ଆମର ପୁରୀ ଡିଷ୍ଟ୍ରିକ୍ଟ ବୋଲି ନୁହଁ, କେସ୍ଟା ଆମ ପାଇଁ ସମସ୍ତଙ୍କ ପାଇଁ ସମାନ। ଆମର ଥରେ କେସ୍ ହେଇଗଲା ମାନେ ଆଇଓ ତାର ଇନଭେଷ୍ଟିଗେସନ୍ ଚାଲୁ ରଖିବ। ଆଉ ଆମେ କିଡ଼ନାପିଂ ହେଡ଼୍ରେ ଯେଉଁ କେସ୍ ଗୁଡ଼ାକ ତାକୁ ପ୍ରାୟୋରିଟି ବେସିସ୍ରେ ଟ୍ରେସ୍ କରିବାକୁ ଚେଷ୍ଟା କରୁଛୁ। କିଏ କିଏ ଅଛନ୍ତି ବୋଲି ରିପୋର୍ଟ ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।